ବନ୍ଧୁଗଣ ନମସ୍କାର। ବନ୍ଧୁଗଣ ମଦ ହେଉଛି ଏଭଳି ଏକ ଜିନିଷ ଯାହାକୁ ଯେଉଁ ବ୍ୟକ୍ତି ଥରେ ପିଇଥାଏ ତାର ଅଭ୍ୟାସରେ ପଡ଼ିଯାଏ। ମଦ ପିଇବା ଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଲିଭର ମଧ୍ୟ ଖରାପ ହୋଇଯାଇଥାଏ। ଏହା ସହିତ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ମଦ ପିଇ ନିଶା ହେବା ପରେ ଘରୋଇ ହିଂସା ମଧ୍ୟ କରିଥାନ୍ତି। ଏହା ସହିତ ମଦୁଆ ବ୍ୟକ୍ତି ମଦ ପାଇଁ ଅନେକ ପଇସା ମଧ୍ୟ ପାଣି ଭଳି ଖର୍ଚ୍ଚ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଜବରଦସ୍ତ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ମଦୁଆ ବ୍ୟକ୍ତି ମଦ ନିଶା ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଥାଏ। ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପେ ଜାଣିବା। ବନ୍ଧୁଗଣ, ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ଦୁଇଟି ସାମଗ୍ରୀର ଆବଶ୍ୟକତା ରହିଛି। ତାହା ହେଉଛି ଶୁଣ୍ଠି ଓ ଜୁଆଣି। ତେବେ ଆପଣ ସର୍ବପ୍ରଥମେ ଏକ ପାତ୍ର ନିଅନ୍ତୁ, ସେଥିରେ ଏକ ଗ୍ଲାସ ପାଣି ପକାନ୍ତୁ ଏବଂ ତାହା ଗ୍ୟାସରେ ବସାଇ ଗ୍ୟାସକୁ ଅନ୍ କରିଦିଅନ୍ତୁ। ଏହାପରେ ଆପଣ ସେଥିରେ ଏକ ଚାମଚ ଜୁଆଣି ପକାଇ ଦିଅନ୍ତୁ। ଏହାପରେ ଏକ ଚାମଚ ଶୁଣ୍ଠି ଗୁଣ୍ଡ ପକାନ୍ତୁ। ବର୍ତ୍ତମାନ ଆପଣ ଏହି ପାଣିକୁ लो ଫ୍ଲେମ୍ରେ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହି ଏକ ଗ୍ଲାସ ପାଣି ଫୁଟିବା ପରେ ଅଧ ଗ୍ଲାସ ପର୍ଯ୍ୟନ୍ତ ହୋଇ ନ ଯାଇଛି। 10 ରୁ 15 ମିନିଟ୍ ପାଣିକୁ ଫୁଟାଇବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ ଏବଂ ପାଣି ଥିବା ପାତ୍ରକୁ ଓହ୍ଲାଇ ନିଅନ୍ତୁ। ଏହାପରେ ଆପଣ ସେହି ପାଣିକୁ ଭଲ ଭାବରେ ଛାଣି ଏକ ଗ୍ଲାସରେ ରଖନ୍ତୁ। ବର୍ତ୍ତମାନ ଆପଣଙ୍କ ଡ୍ରିଙ୍କଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲା। ଯଦି ଆପଣଙ୍କ ଘରେ ବି କୌଣସି ମଦୁଆ ବ୍ୟକ୍ତି ଅଛନ୍ତି ତେବେ ଆପଣ ତାକୁ ଏହି ଡ୍ରିଙ୍କ ବନାଇ 48 ଘଣ୍ଟା ପରେ ପିଇବାକୁ ଦିଅନ୍ତୁ। ଆପଣମାନେ ଦେଖିବେ ଏହାକୁ ପିଇବା ପରେ ମଦୁଆ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ ଏବଂ ଧୀରେ ଧୀରେ ସେମାନଙ୍କର ମଦ ପିଇବା ଅଭ୍ୟାସ ମଧ୍ୟ ଦୂର ହେବ। ଆଶା କରିବି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ତ ଆପଣଙ୍କର ଯଦି କେହି ମଦ ପିଉଛନ୍ତି ଆପଣଙ୍କ ତ ଏହି ଉପାୟଟି କରି ତାଙ୍କୁ ନିଶ୍ଚିତ ଦିଅନ୍ତୁ, ତ ସେ ନିଶ୍ଚିତ ଭାବରେ ମଦ ଛାଡ଼ିଦେବେ। ଜୟ ଜଗନ୍ନାଥ।